ଅଖିଳ ଭାରତୀୟ ସାହିତ୍ୟ ପରିଷଦ। ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲାର ବିର୍ସା ମୁଣ୍ଡା ନଗର ଶାଖା ଦ୍ୱାରା ଆୟୋଜିତ ମାସିକ ସାରସ୍ୱତ ସମାବେଶରେ ଲକ୍ଷ୍ମୀ ପୁରାଣ ଶୀର୍ଷକ ଆଲୋଚନା ଚକ୍ର ରାଉରକେଲାର ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଧରିତ୍ରୀ ପାଇକରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ପରିଷଦର ନଗର କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଏବଂ ମୁଖ୍ୟ ଅତିଥି ଭାବେ ଆର୍ଏସ୍ଏସ୍ର ପଶ୍ଚିମ ପ୍ରାନ୍ତର ବରିଷ୍ଠ ପ୍ରଚାରକ ବିଷ୍ଣୁ ପାତ୍ର, ନଗର ସମ୍ପାଦକ ଅଧ୍ୟାପକ ଆଭାସ କୁମାର ହୋତା ଅତିଥିମାନଙ୍କୁ ପରିଚୟ ପ୍ରଦାନ କରିଥିଲେ। ଛାତ୍ରୀ ନ୍ୟାସା ଅଗ୍ରୱାଲ ପ୍ରାରମ୍ଭରେ ଲକ୍ଷ୍ମୀ ପୁରାଣ ଗାନ କରିଥିଲେ। ଏହି ଅବସରରେ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପିକା ଡକ୍ଟର ସୁଷମା ମୋଦି ଏବଂ ରାଉରକେଲା କଲେଜର ଓଡ଼ିଆ ଅଧ୍ୟାପିକା ପ୍ରିୟଙ୍କା ପଲାଇ ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପାତ୍ର ଏବଂ ଆଲୋଚିକାମାନେ ନିଜ ନିଜ ବକ୍ତବ୍ୟରେ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣକୁ ସାମାଜିକ ସମରସତା, ଓଡ଼ିଆ ନାରୀ ସଶକ୍ତିକରଣ ପାଇଁ ଏକ ବୈପ୍ଳବିକ ସ୍ୱର ବୋଲି ଅଭିହିତ କରିଥିଲେ। ତତ୍କାଳୀନ ସମୟର ଜାତିଭେଦ, ପୁରୁଷ କର୍ତ୍ତୃକ ସମାଜର ଚିତ୍ର, ନାରୀ ସ୍ୱାଭିମାନ, ନାରୀ ସ୍ୱାଧୀନତା, ସ୍ୱଚ୍ଛତା ପ୍ରତି ସଚେତନତା, ଓଡ଼ିଆ ଖାଦ୍ୟପେୟ, ଓଡ଼ିଶୀ ଅଳଙ୍କାର, ଜଗନ୍ନାଥ ଚେତନା, ସ୍ଥାପତ୍ୟ ଶିଳ୍ପ, ଆଦର୍ଶ ପତ୍ନୀ, ଆଦର୍ଶ ଭ୍ରାତା, ସମାଜ ଗଠନରେ ନାରୀମାନଙ୍କର ଭୂମିକା ଏବଂ ଓଡ଼ିଆ ଜୀବନ ଦର୍ଶନ ପ୍ରଭୃତି ଅନେକ ଅନାଲୋଚିତ ବିଷୟ ସହ ସାମ୍ପ୍ରତିକ ସମାଜ ତଥା ବିକଶିତ ଓଡ଼ିଶା, ବିକଶିତ ଭାରତ ଗଠନ ପାଇଁ ଲକ୍ଷ୍ମୀ ପୁରାଣରେ ପ୍ରଚ୍ଛନ୍ନ ପ୍ରେରଣାର ସମ୍ପର୍କରେ ଆଲୋଚନା କରିଥିଲେ। ପରେ କବିତା ଆସର କାର୍ଯ୍ୟକ୍ରମରେ ଗାଳ୍ପିକ ବ୍ରଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ସଂଯୋଜନା କରିଥିଲେ ମୋନାଲିସା ବେହେରା ଓ ଦୀପକ କୁମାର ସାହୁ। ହରିହର ଶତପଥୀ, ସୁବାସିନୀ ସାହୁ, ଅମିୟ ମହାନ୍ତି, ରଞ୍ଜିତା ପାଣିଗ୍ରାହୀ, କରୁଣାକର ପାଟ୍ସାଣୀ ସ୍ୱରଚିତ କବିତା ପାଠ କରିଥିଲେ। ନଗର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଆଚାର୍ଯ୍ୟ ଅଧ୍ୟାପିକା ରଞ୍ଜିତା ପାଣିଗ୍ରାହୀଙ୍କୁ ନଗର ସମ୍ପର୍କ ପ୍ରମୁଖ ଭାବେ ନୂତନ ଦାୟିତ୍ୱ ଘୋଷଣା କରାଯାଇଥିଲା। ଶେଷରେ ନଗର ଉପସଭାପତି ତଥା ରାଉରକେଲା ଗଭର୍ଣ୍ଣମେଣ୍ଟ କଲେଜର ଅଧ୍ୟାପକ ଅଜୟ କୁମାର ବେହେରା ଧନ୍ୟବାଦ ଦେଇଥିଲେ। ନିର୍ମଳ ମୁଣ୍ଡା ନଗର ସଭାପତି ଗିରିଜାଶଙ୍କର ଗୋସ୍ୱାମୀ, ରମେଶ ଚନ୍ଦ୍ର ସିଂ, ବିଭୁଦତ୍ତ ବେହେରା, ଗୌତମ ଦାସ, ଗୀତାଞ୍ଜଳି ମହାରଣା, ପ୍ରଭାସିନୀ ସାହୁ, ନିରୁପମା ଚାନ୍ଦ, ରମେଶ ଚନ୍ଦ୍ର ସାହୁ, ପ୍ରିୟା ପାତ୍ର, ସ୍ୱର୍ଣ୍ଣଲତା ଘଡ଼ାଇ, ପୁତୁଲ ଡୋଗରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।